ନମସ୍କାର ଦର୍ଶକ ବନ୍ଧୁ। ବର୍ତ୍ତମାନ ବହୁତ ଲୋକ ନିଜର ବିଭିନ୍ନ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି। ଏଥିପାଇଁ ସେମାନେ ବହୁତ ଦେବାଦେବୀ ମାନଙ୍କୁ ମଧ୍ୟ ପୂଜା କରୁଛନ୍ତି, କିନ୍ତୁ ତାଙ୍କୁ କିଛି ଫଳ ମଧ୍ୟ ମିଳୁନାହିଁ। ଏହାର ପ୍ରମୁଖ କାରଣ ପିତୃପୁରୁଷଙ୍କ ରାଗ। ପିତୃପୁରୁଷ ଏକ ଏଭଳି ଶକ୍ତି, ଯଦି ସେମାନେ ପ୍ରସନ୍ନ ହୋଇଯାଆନ୍ତି ତେବେ ତୁମେ ରାତାରାତି ପ୍ରସିଦ୍ଧି ପାଇଯିବେ। ଆଉ ଯଦି ସେମାନେ ରାଗିଯିବେ ତେବେ ଆପଣ ତଳିତଳାନ୍ତ ହେଇଯିବେ। ତେବେ ଆଜି ଆମେ କଥା ହେବା ଏମିତି ଏକ ସଂକେତ ବିଷୟରେ, ଯାହା ଦ୍ୱାରା ଆପଣ ଜାଣିପାରିବେ ଯେ ଆପଣଙ୍କ ପିତୃପୁରୁଷ ଆପଣଙ୍କ ଉପରେ ରାଗିଛନ୍ତି କି ନାହିଁ। ପ୍ରଥମତଃ, ଆପଣ ଭୋଜନ କରିବା ସମୟରେ ବାରମ୍ବାର ଚୁଟି ବାହାରୁଛି। ଆପଣ ଯେତେ ପରିଷ୍କାର କରି ଯେତେ ରାନ୍ଧିଲେ ମଧ୍ୟ ଖାଦ୍ୟରୁ ଚୁଟି ବାହାରୁଛି। ଏମିତିକି ହୋଟେଲ କିମ୍ବା ଅନ୍ୟ ଲୋକ ଘରେ ଖାଇଲେ ମଧ୍ୟ ସେଥିରୁ ଚୁଟି ବାହାରୁଛି। ଏହା ଆପଣଙ୍କୁ ସାମାନ୍ୟ ଲାଗିପାରେ, କିନ୍ତୁ ଏହା ପିତୃପୁରୁଷ ଦୋଷର ଲକ୍ଷଣ ଅଟେ। ଦ୍ୱିତୀୟତଃ, ଯେପରି ଆପଣ କୌଣସି ଧାର୍ମିକ ସ୍ଥଳୀ ଓ ପୂଜାପାଠ ହେଉଥିବା ଯେକୌଣସି ଜାଗାକୁ ଯାଉଛନ୍ତି, ସେଠାରୁ ଆପଣଙ୍କୁ ଏକ ସୁଗନ୍ଧ ଆସେ, ଯାହା ମନକୁ ଶାନ୍ତ କରେ। ସେହିପରି ଏହାର ବିପରୀତ ପିତୃଦୋଷ ଘରୁ ଦୁର୍ଗନ୍ଧ ଆସେ। ଏହା ଘରର ସମସ୍ତ ସଦସ୍ୟଙ୍କ ଠାରୁ ଆସେ। ଦିନରାତି ସେମାନେ ଏହି ଗନ୍ଧ ଶୁଙ୍ଘୁଥିବାରୁ ସେମାନେ ଜାଣିପାରନ୍ତି ନାହିଁ, କିନ୍ତୁ ଏହା ପିତୃଦୋଷର କାରଣରୁ ଆସିଥାଏ। ତୃତୀୟତଃ, ସ୍ୱପ୍ନ ଯଦି ଆପଣ ବାରମ୍ବାର ନିଜର ପୂର୍ବପୁରୁଷମାନଙ୍କୁ ଦେଖୁଛନ୍ତି, ଏହା ମଧ୍ୟ ସାମାନ୍ୟ ନୁହେଁ, ଏହା ପିତୃଦୋଷର ସଂକେତ ହୋଇପାରେ। ଚତୁର୍ଥରେ, ଆପଣ ଦେଖିଥିବେ କିଛି ଘରେ ଲୋକମାନେ କେବେ ନା କେବେ ମଧ୍ୟ ସୁଖ ଶାନ୍ତିରେ ରହିପାରନ୍ତି ନାହିଁ। ସେମାନଙ୍କ ଘରେ ସର୍ବଦା ଦୁଃଖ ଲାଗି ରହିଥାଏ। ଏମାନଙ୍କ ଘରେ ଯେତେବେଳେ କିଛି ଖୁସି ଆସେ କିମ୍ବା ଏମାନେ ଉତ୍ସବ ମନାନ୍ତି, ସେତେବେଳେ କିଛି ନା କିଛି ଅଶୁଭ ହୋଇଥାଏ। ଯେମିତିକି ସେମାନଙ୍କ ଖୁସିକୁ କାହାର ନଜର ଲାଗିଯାଏ, ଆଉ ଏହି ଖୁସିର ମୁହୂର୍ତ୍ତ ଦୁଃଖରେ ପରିଣତ ହୋଇଯାଏ। ଏହା ମଧ୍ୟ ପିତୃଦୋଷର କାରଣ ହୋଇପାରେ। ପଞ୍ଚମରେ, ଆପଣ ଦେଖିଥିବେ ବହୁତ ପୁରୁଷ ସ୍ୱଭାବରେ ବହୁତ ଭଲ ହୋଇଥାନ୍ତି, ଆଉ ଏମାନଙ୍କ ବିବାହ ପାଇଁ କନ୍ୟା ମଧ୍ୟ ମିଳନ୍ତି, କିନ୍ତୁ ବିବାହ ହୋଇପାରେ ନାହିଁ। ଏହା ନୁହେଁ ଯେ ତାଙ୍କ ଘରକୁ ପ୍ରସ୍ତାବ ଆସୁନାହିଁ କି ଝିଅ ମିଳୁନାହାନ୍ତି। ସେମିତି ନୁହେଁ, ଏମାନଙ୍କ ଘରକୁ ପ୍ରସ୍ତାବ ଆସୁଛି, ଝିଅ ମଧ୍ୟ ମିଳୁଛନ୍ତି। ବହୁତ ଥର ତ ବିବାହର ପ୍ରସ୍ତୁତି ମଧ୍ୟ ସରିଯାଇଥାଏ, କିନ୍ତୁ କୌଣସି ମଧ୍ୟ କାରଣରୁ ବିବାହ ଭାଙ୍ଗିଯାଏ। ଏପରି ଘଟଣା ଆପଣମାନେ ବହୁତ ଥର ମଧ୍ୟ ଦେଖିଥିବେ। ଏହା ଆପଣମାନଙ୍କ ଠାରେ ମଧ୍ୟ ହୋଇଥାଇପାରେ। ଏହା ମଧ୍ୟ ଭାରି ପିତୃଦୋଷ କାରଣରୁ ହୋଇଥାଇପାରେ। ଷଷ୍ଠରେ, ଆପଣମାନେ ଦେଖିଥିବେ ବହୁତ ଲୋକଙ୍କ ବ୍ୟବସାୟ ବହୁତ ଭଲ ଚାଲେ। ସେମାନଙ୍କ ପାଖକୁ ପଇସା ମଧ୍ୟ ଆସେ, କିନ୍ତୁ ତଥାପି ସେମାନେ ନିଜର ଗୋଟିଏ ଘର ଓ ଗାଡ଼ି ମଧ୍ୟ କରିପାରନ୍ତି ନାହିଁ। ବହୁତ ଥର ତ ଏପରି ହୁଏ, ଆପଣ କୌଣସି ସମ୍ପତ୍ତି କିଣିବାକୁ ଯାଉଥିବେ, ଶେଷ ମୁହୂର୍ତ୍ତରେ ତାହା ହୋଇପାରେ ନାହିଁ। ଯଦି କୌଣସି ଲୋକ ପାଖରେ ଧନ ଆସି ମଧ୍ୟ ରହେ ନାହିଁ, ତେବେ ଏହା ବୁଝିଯିବା ଉଚିତ ଯେ ତାକୁ ପିତୃଦୋଷ ଲାଗିଥାଇପାରେ। ସପ୍ତମରେ, ବହୁତ ଦମ୍ପତି ସନ୍ତାନ ସୁଖରୁ ବଞ୍ଚିତ ରହିଯାଆନ୍ତି। ମେଡିକାଲ ରିପୋର୍ଟ ପଜିଟିଭ ଥାଇ ମଧ୍ୟ ବିନା କାରଣରେ ସେମାନଙ୍କର ସନ୍ତାନ ହୁଏ ନାହିଁ। ଯଦି ବି ସନ୍ତାନ ହୁଏ, ସେଲିପ୍ୟ ଓ ସର୍ବଦା ଖରାପ କାର୍ଯ୍ୟରେ ଲିପ୍ତ ହୁଏ। ଏମିତିରେ ବାପା ମା ଭାବନ୍ତି, ଏମାନେ ଏମିତି କ'ଣ କର୍ମ କରିଛନ୍ତି ଯେ ତାଙ୍କ ସନ୍ତାନ ଏମିତି ହେଉଛନ୍ତି। ଏହା ମଧ୍ୟ ପିତୃଦୋଷର ଏକ ସଂକେତ ଅଟେ। ତେବେ ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କୁ ଲାଗୁଛି ଆପଣଙ୍କୁ ପିତୃଦୋଷ ଲାଗିଥାଇପାରେ, ତେବେ ସେମାନଙ୍କୁ ଶାନ୍ତ କରିବା ପାଇଁ ଆପଣଙ୍କୁ ତାଙ୍କ ନାମରେ ପିଣ୍ଡଦାନ କରିବା ଉଚିତ। ଏହା ବହୁତ ସରଳ, ଏହା ଅଧିକ ଖର୍ଚ୍ଚ ମଧ୍ୟ ହୁଏ ନାହିଁ, ଯାହା ଆପଣ ନିଜ ଘରେ ମଧ୍ୟ କରିପାରିବେ। ତେବେ ଦର୍ଶକ ବନ୍ଧୁ, ଆଜିର ଭିଡ଼ିଓ ଆପଣମାନଙ୍କୁ କିପରି ଲାଗିଲା ତଳେ ମୋତେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ। ଯଦି ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେନି। ରହୁଛି, ନମସ୍କାର, ଜୟ ଜଗନ୍ନାଥ। ପୁଣି ଦେଖା ହେବ ଏକ ସୁନ୍ଦର ଭିଡ଼ିଓ ସହିତ।